ଶୁଣନ୍ତୁ ଚତୁର୍ଗ୍ରହୀ ଯୋଗ ଯେତେବେଳେ ଯେତେବେଳେ ହୁଏ ସେତେବେଳେ ସେତେବେଳେ ପୁରୁଷ କୁଣ୍ଡଳୀ ପାଇଁ ଅତ୍ୟନ୍ତ ଉତ୍ତମ ବହୁତ ଭଲ ହୁଏ ରାଜଯୋଗ। ନାରୀ କୁଣ୍ଡଳୀରେ ଯଦି ହେଇଗଲା ବ୍ୟଭିଚାରୀ ଯୋଗ ଲାଗିଯାଏ ହେଲା। ଆଚ୍ଛା ଦ୍ୱିତୀୟ କଥା କଣ ନା ଚାରିଟା ଗ୍ରହ ପାଞ୍ଚଟା ଗ୍ରହ ଗୋଟେ ଜାଗାରେ ଯେତେବେଳେ ବସି ଯାଆନ୍ତି ସେ ସମୟରେ ଦେଖନ୍ତୁ କନ୍ୟା ରାଶିରେ ଆରମ୍ଭ ହେଉଛି। କନ୍ୟା ରାଶିରେ ହେଲା ସେତେବେଳେ ଶାଗୁଣା ବସିଛି ଡେଣା ମେଳାଇ ପୁରୀ ମନ୍ଦିରରେ ବସିଲା ଦିଲ୍ଲୀ ବମ୍ ବ୍ଲାଷ୍ଟ ଠୁ ଆରମ୍ଭ କରିକି ପାକିସ୍ତାନ ଠୁ ଯୁଦ୍ଧଠୁ ସିନ୍ଧୁ ଠୁ ଯେତେକ ଯାକ ଆପଣ କଞ୍ଜକ୍ସନ ଦେଖି ଦିଅନ୍ତୁ ସବୁ ଚତୁର୍ଗ୍ରହୀ ପଞ୍ଚଗ୍ରହୀ ଯୋଗରେ ହିଁ ହେଇ ଚାଲିଛି ହେଲା। ତେଣୁ ନ୍ୟାଚୁରାଲି ଏଇଟା ଗୋଟେ ଆଗାମୀ ସମୟ ପାଇଁ ବିପଦ। ଏବେ ଆପଣଙ୍କ ପ୍ରଶ୍ନ ଯେ ଚତୁର୍ଗ୍ରହୀ ତ ଆଗରୁ ବି ହଉଥିଲା ସେତେବେଳେ ବି ଘଟଣା ଗୁଡାକ ହୁଏ କିନ୍ତୁ କମ ମାତ୍ରାରେ ହୁଏ ତାହେଲେ ଏବେ କାହିଁକି ବେଶୀ ହଉଛି? ଏବେ ବେଶୀ ହେବା ପଛରେ ଏକ ଗୁରୁ ବୃହସ୍ପତି ଅତିଚାରୀ ଅବସ୍ଥା, ଦ୍ୱିତୀୟ ହେଲା ମୀନ ଶନି ଯୋଗ ବୁଝିଲା। ତ ଯୋଉଠି ବେଶୀ ମାନେ ଦେଖନ୍ତୁ ଏତେ ମୀନ ଶନି ହେଇଛି ଗୋଟେ ବର୍ଷ ଭିତରେ ତିନି ଥର ପୁରୀ ମନ୍ଦିରରେ ଶାଗୁଣା ବସିବା ଆଉ ଇଏ ପତିତ ପାବନ ଛିଣ୍ଡିବା କେସ୍ ହେଇନି ହେଲା। ବର୍ତ୍ତମାନ ସେଭଳିଆ କାଳଖଣ୍ଡଟା ହିଁ ସେଇଆ ଚାଲିଛି। ଏତେ ମୀନ ଶନି ଆସିଛି ଏଇଭଳିଆ ମୀନ ଶନି କୋଉଠି ହେଇନି ଯେ ସବୁ 8-10ଟା ଦେଶରେ ଏକା ସାଙ୍ଗେ ଯୁଦ୍ଧ ହବ ବୁଝୁଛି। ତ ବର୍ତ୍ତମାନ ଡେଷ୍ଟ୍ରକ୍ଟିଭ ଟାଇମ ପିରିୟଡ। ତାପରେ ବୁଝିବା ଦରକାର ଅଟେ ଯେ ବୁଧ ଯେତେବେଳେ ନୀଚ ହୁଏ, କାଲି ସେ ଭିଡିଓଟା ଦେଇଛି, ବୁଧ ଯେତେବେଳେ ନୀଚ ହୁଏ କଣ କଣ ପରିଣାମ ହୁଏ ବୁଝିଲା। ସାରା ବଳିର ଟେଷ୍ଟ ଥେରାପି ହିନ୍ଦୀ ଚ୍ୟାନେଲରେ ତାର ସୂତ୍ରଟା ମାନେ ଜ୍ୟୋତିଷ ସୂତ୍ର ଜ୍ୟୋତିଷାର୍ଣ୍ଣବ ଆଉ ସାରା ବଳିରୁ ବାହାର କରିକି ଦେଇଛି ବୁଝୁଛି। ସାଧ୍ୱୀ ନରାଚ ଅପଭ୍ରଂଶ ତାର ଲାଇନଟା ହେଲା ଯେ ଯଦି ଗୋଟେ ଲୋକ ସାଧୁ ସନ୍ଥ ବି ହେଇଥିବ ଆଉ ତା ଜାତକରେ ବୁଧ ନୀଚରେ ଥିବ ତ ସେ ସାଧୁ ବସ୍ତ୍ର ପିନ୍ଧିକି ବି ତାର ନାରେ କରିବ, ଗଲଗଲ କରିବ, ସଲସଲ କରିବ, ଯାହା ନ କରିବା କଥା ସବୁ କରିବ ଆଉ କରୁଥିବ। ହଁ ବୁଧ ନୀଚ ମାନେ ସଳା ବୁଦ୍ଧି ଖତମ ଆଉ କଣ। ହଁ ବୁଦ୍ଧି ମାନେ ବୁଦ୍ଧିନାଶ ପ୍ରଣଶ୍ୟତି ପରା କୁହାଯାଇଛି, ସିଏ ପତନ ହବ ହିଁ ହବ। ଏବେ ଫାଷ୍ଟ ଦେଖନ୍ତୁ ମୀନ ଲଗ୍ନ ରାଶିରେ ବୁଧ ନୀଚ ହୁଏ। ଆପଣଙ୍କର ମୀନ ଲଗ୍ନ ରାଶି ସେଇଠି ଯେତେବେଳେ ବୁଧ ନୀଚ ହବ ଫାଷ୍ଟ ଆପଣଙ୍କୁ କୁଟିବ ନା। ତ ବୁଧ ନୀଚର ଫଳ କଣ କଣ ଅଟେ? ଦରିଦ୍ର ଭବେନ୍ଦର ପ୍ରଥମ, ପରଧନ ଅପଭ୍ରଂଶକାରୀ, ଅନ୍ୟକୁ କେମିତି ଠକି ପିଟିକି ପଇସା ନବ। ଯାହାର ମୀନ ଲଗ୍ନରେ ବୁଧ ନୀଚ ଥିବ ସିଏ ମାଷ୍ଟର ପିଏଚଡି, ପେଲେଇବ ଶୁଙ୍ଘେଇବ ବସେଇବ ଖସେଇବ ଆଉ ତା ପର ଧନରେ ସେ ଧନୀ ହବ। ପର ଧନୀ ଅନ୍ୟ ଆଲୋ ରହୁନା ଏବେ ଦେଖିବନି କି ବୁଧ ଏବେ ରହିବ ନା ସେଠି 20-25 ଦିନ। ଆଲୋ ଆଉ ଜେନେରାଲ କମନ କଥାଟା କହୁନି, ଯାହାର ଜାତକରେ ଥିବ ଏବଂ ବର୍ତ୍ତମାନ ନିଜରେ ବୁଧ ଯିବ। ହଁ ସେଭଳିଆ ଲୋକଙ୍କ ପାଖକୁ ଯେତେବେଳେ ଯିବେ ସେମାନେ ଆପଣ ତାକୁ ଡେଇ ନାଚିକି 500 କିଲୋମିଟର ଗାଡି ଚଲେଇକି ତାକୁ ଟିକେ ଦେଖିବି କି ଗେଲ କରିବି କି ଭଲ ପାଇବି କି ତାର ସୁଖ ଦୁଃଖ ବୁଝିବାକୁ ଯିବି, ସେତେ କହିବ ଆଇଲୁ ଛେନାପୋଡ ଆଣିଲୁନୁ, 3ଟା ଶାଢୀ ଆଣିଲୁନୁ, 70,000 ଧରିକି ଆଇଲୁନୁ। ହଁ ପ୍ଲାନେଟଟା ସେଇ ଜାଗାରେ ଥାଏ ଯଦି ଜାତକରେ ଯୋଉଠି ବସିଛି ଆଉ ଗୋଚର ପ୍ଲାନେଟ ଯଦି ସେଠିକି ଗଲା କିମ୍ବା ତାର ଦଶା ଅନ୍ତର୍ଦଶା ହେଲା କିମ୍ବା ସେଇ ଗ୍ରହରେ ସେଇ ଘରେ କୌଣସି ଗୋଟେ ଗ୍ରହ ଆକ୍ଟିଭେଟ ହେଲା ବୁଝିପାରୁଛନ୍ତି, ତାହେଲେ ସେଇ କଣ୍ଡିସନରେ ତାର ଗୁଣ ପ୍ରବୃତ୍ତି ସ୍ୱଭାବ ଧର୍ମ ବଢିବ ନା କମିବ? ଯଦି ସେଇଠି ଯଦି ରବି ବସିଲା, ରବି ଉପରେ ଶନି ଯିବ ମାନେ ସମ୍ମାନ ହାରି ହାଇପର ଟେନସନ, ମେଣ୍ଟାଲ ପ୍ରୋବ୍ଲେମ, କାହାର ମେଣ୍ଟାଲ ଷ୍ଟ୍ରୋକ କଥା ବୁଝିପାରୁଛନ୍ତି। ଆଉ ମାଡ ଖାଇବା ଯୋଗ ଗୋଟେ ବି ଥାଏ ସେଇଠି। ଆପଣ ଥାପଡେ ଖାଇପାରନ୍ତି, ପ୍ୟାର ସେ କିଏ ଥାପଡେ ମାରି ଦେଖନ୍ତୁ। ମୋର ଜାତକରେ 52 ଥର ଜେଲ ଯିବା ଯୋଗ ଥିଲା। ହଁ 52 ଥର ତ ମୁଁ ଯାଇଥିବି ନା ନାଇଁ? 52 ଥର ଜେଲ ଯାଇଛି। ହଁ କେମିତି ଯାଇଛି ବୁଝନ୍ତୁ। ଯଦି ମୁଁ ଛୋଟବେଳୁ ଆଧ୍ୟାତ୍ମିକ ମାର୍ଗରେ ନଥାନ୍ତି, ଯୋଗ ଧ୍ୟାନ ପୂଜା ପାଠ କର୍ମକାଣ୍ଡ ହବନ ଆସନ ପ୍ରାଣାୟାମ ଧ୍ୟାନ ଚକ୍କରରେ ପଡିନଥାନ୍ତି ବୁଝନ୍ତୁ, ଆଉ ମୁଁ ଚଣ୍ଡୀପାଠ ଚଣ୍ଡୀ ଯଜ୍ଞ ତନ୍ତ୍ର ମନ୍ତ୍ର ଯନ୍ତ୍ର ଲାଇନରେ ପଡିନଥାନ୍ତି, ଆଧ୍ୟାତ୍ମିକତା ନଥାନ୍ତା, ତାହେଲେ ମୁଁ ଗୋଟେ ବଢିଆ ହୁଣ୍ଡାଟେ ହେଇଥାନ୍ତି। ଏମିତି ବି ତ ମତେ ହନୁ ଡାକନ୍ତି ଲୋକ ତ ମୁଁ ବଡ ଗୁଣ୍ଡା ବଦମାସ ହେଇଥାନ୍ତି ନା ନାଇଁ? ସ୍କୁଲ ମାନେ ତ ମୋର ରେକର୍ଡ କହିବାର ନାହିଁ, ମୁଁ ଚଳନ୍ତା ବସରେ ଚଢିବା ଲୋକ, ଘରେ ନିଆଁ ଲଗେଇବା ଲୋକ,
हाँ क्या मारिबी क्या पिटिबी कहार दांत गोटे पंच मारली 32टा आपण किए कहूला अच्छा आपण मो हिस्ट्री जानी हाँ गोटे पंच मारिबी 32टा न झड़े आ गोटे पंच मरा हम बुझीगला एमती बदमाशी चेंज केबेठू आसला चेंज आसला योग माध्यम रे कराटे माध्यम रे स्वामी शिवानंद स्वामी दयानंद योग निद्रा ध्यान अग्निहोत्र तो मु जेल कहीं गली शुण हाँ कराटे लाइन कराटे बहुत लोग को सुधार दिए ना कराटे गोटे एमती जिनस अटे सबुठू इम्पोर्टाट फैक्टरटा कौन अटे जे जो जिनसटा आपण को बेसी एनर्जेटिक करुची से एनर्जी टाकू जदि आपण प्रशमन करदेबे चैनलाइज करदेबे सी आपण को सपोर्ट करिवो केमती करिवो देखो गोटे बेसिक एग्जांपल हैला जे हीराकुद डैम टा अछि पानी अछि स्टॉक डैम बनेबा पूर्व यदि केनाल दे दिया गला ताले डैम टा भांगी होगी किंतु जदि केनाल नहीं कौन हबो डैम टा भांगी जो सेमितिया कथा जेल कहीं गली जानी 56 थर जा बुझेगा जेएसएस जन शिक्षण संस्था आमर से समय असित त्रिपाठी एडीएम था मु जेल रे जाऊली कैदी मान योग ध्यान शिखेवा ये है गुरु आशीर्वाद और साधनार ताकत बुझेगा 2500 टंका पर डे मते मिलुथला मते कहीं सिलेक्शन है सिलेक्शन ये मु कराटे ब्लैक बेल्ट थी तो मते 3टा जाक सेल जुवेनाइल जस्टिस सेल छोट छुआंकर जेल आउ जनरल जेल आउ स्पेशल सेल जहाँ भितर की लोक एलाउड नुहं जो माने जेल भितर आ गोटे जेल थाए बुझेगा राउरकेला भितर हाँ राउरकेला जेल भितर स्पेशल सेल रे मुझे क्लास मो जेजे धइला मते कहला जाउची कोडे एते पैसा कोटू आसी जेल रू आसी माइला गोटे थापड़ कहछि बुझिएगा कहला सर तो पैसा दे जगह मिलला नहीं जेल रू पैसा देबा नहीं कोई तू जा पैसा चेंज कर आ जाई जाती है बुझिएला काहे ना जेल होची अष्टम स्थान जेल होची द्वादश स्थान बुझिली आ ता भितर जे पसे ताकू जाति करंती बुझिली कहला तू भलरे पस की क्राइम करी पस तू ज्ञान देबा पई बाबा है की पस तू क्राइम करी पस जेल द्वार माडिलु माने जाति हेबाकू पड़िबो तापरे गोबर पानी गंगा जल पीई पैसा बदलई मते व्रत करागला तापरे जाई तापरे जेते मते एसपी सर कहले एडीएम कहले मु आ गली नाही बुझिला आ विराट मो जेजेठू पारसी पंडित शिखी जंती मो जेजेठू नील पंडा शिखी मो हाँ जितक आज एंडा पेंडा जातक देखुं आमर डामरा पंडा ठू आरंभ करी निमई नंद सब मोर जेजेर स्टूडेंट सब बुझी पारे आ मु ता पाखरे बसी बसी बाटी खेली शिखी जाइए बाकी स्पेशलाइजेशन कली पंक पंडा तापरे जाकी कोर्स कली बाहर जाइए सर्टिफिकेशन कोर्स तापरे मोर एबेर गुरु हेले खड़ीरत्न गुरु बुझेला हाँ या तेणु जोग अच्छी जीवाक पड़ो किंतु जदि आध्यात्मिक साथ धरी ताले आपण पॉजिटिव लाइन रे सेव हेकी से दुर्योग आप सुजोग हो पैसा कमे राजयोग हो बुझेगा आदि माने जो कहते कौन चेंज करी हम भाग्य चेंज करी हम कहीं हाँ जातक जहाँ लिखाई जहाँ हबार अच्छी से हम जहाँ हबार अच्छी से हम नहीं दुर्योग भी राजयोग हो पार हाँ